नीता ଆଉ ମୁଁ ସବୁ ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ମନ୍ଦିର ଯାଉ ସାଙ୍ଗ ହେଇ। ତା ଛଡ଼ା ଚତୁର୍ଦ୍ଦଶୀ ସଂକ୍ରାନ୍ତି ତ ଅଛି। ଧୂପ ଦୀପ ଦେଇସାରି ପୂଜା କରିସାରିବା ପରେ ମୁଁ ଆଖି ବନ୍ଦ କରି ହାତ ଯୋଡ଼ି ଅନେକ ସମୟ ଧରି ବସେ। ଈଶ୍ୱରଙ୍କ ସହିତ ମନେ ମନେ କଥା ହୁଏ, ଅଭିମାନ କରେ, ଅଭିଯୋଗ ବାଢ଼େ। ଦୀପା ଯେମିତି ଏଥର ମେଡ଼ିକାଲ ପାଇଯାଉ, ଦୀପେନ୍ଦ୍ର IIT ହେଲେ ତ ବହୁତ ଭଲ, ନହେଲେ ଅନ୍ତତଃ NITଟା ପାଇଯାଉ। ୟାଙ୍କର ଷ୍ଟୋନ୍ ଅପରେସନଟା ଭଲରେ ହେଉ, ଗାଁ ଜମି ଠିକ୍ ଦାମରେ ବିକ୍ରି ହେଉ, କଟକରେ କୋଠା ତୋଳା ଜଲ୍ଦି ଆଉ ଭଲରେ ସରୁ। ସେଥିପାଇଁ ଲାଞ୍ଚ ବି ଯାଚିଥାଏ। ନଡ଼ିଆ କଦଳୀ କି ଧୂପ ଦୀପର ଲୋଭ ଦେଖେଇଥାଏ। 1000 ମାଗିଲେ ବି କେଉଁଟା ହୁଏ କେଉଁଟା ହୁଏନି। ଅଥଚ ନୀତା ମନ୍ଦିର ଆସେ, ପୂଜା ସାରିଦେଇ ଢୁକିନି ମୁଣ୍ଡିଆଟେ ମାରି ବାହାରକୁ ପଳାଏ। ସେଇଠି ବସିଥାଏ ମୁଁ ଯିବା ଯାଏ। କିନ୍ତୁ ତାର ସବୁ ଭଲ। 2ଟା ସ୍କୁଟି, ଭୁବନେଶ୍ୱରରେ 3 ମହଲା କୋଠା, କଟକରେ ପୁଅ ଡାକ୍ତର, ଝିଅ ଅଧ୍ୟାପିକା, ଗ୍ୟାରେଜରେ କାର୍। ଭାଇନାଙ୍କର ଯେ କେତେ ନା କେତେ ପ୍ରମୋସନ୍। ୟା ନିଜର ରୋଜଗାର ବି କୋଉ କମ୍ କି? ଶାଶୁ ଶ୍ୱଶୁର ବି ନାହାନ୍ତି। ଭାରି ଅଭିମାନ ହୁଏ ମୋର। ଈଶ୍ୱର ସେଦିନ ହସିଲେ, କହିଲେ କ'ଣ କରିବି କହ? ତାର ପରା ପ୍ରଗାଢ଼ ବିଶ୍ୱାସ ମୋ ଉପରେ। କେବେ କିଛି ମାଗେନି, ବରଂ କୁହେ, ପ୍ରଭୁ ହେ, ଯାହା ଭଲ ହବ ସେଇଆ କର। ତା ବିଶ୍ୱାସ ଭାଙ୍ଗନ୍ତି କେମିତି? ସେଇଥିପାଇଁ ଯାହା ତା ପାଇଁ ଭଲ ହବ ତାକୁ ମୁଁ ଦବାକୁ ବାଧ୍ୟ ହୁଏ। ମୋ ନିଦ ଭାଙ୍ଗିଗଲା। ମୋ ଭୁଲ ମୁଁ ବୁଝିପାରିଥିଲି।